କଥା ଅଛି ମା ସମସ୍ତେ ଶେଷରେ ବସ ସୁନ୍ଦର ନିଷ୍ଠାଟିଏ କରିବି ଶେଷରେ ପରିପୂର୍ଣ୍ଣ ଆଣିବା କୃଷ୍ଣାବଳୀ ନଦୀ ତଟରେ ଗୋଟିଏ ବ୍ରାହ୍ମଣ ଶାସନ ବ୍ରାହ୍ମଣ ଶାସନ ଟିର ନାମ ହେଉଛି ମଧୁପାଟଣା ଗ୍ରାମ ମଧୁପାଟଣା ଗ୍ରାମରେ ଜଣେ ଯୋଗ୍ୟବନ୍ତ ପୁଣ୍ୟବନ୍ତ ଧର୍ମନାୟକ ଜୟମଙ୍ଗଳ ବ୍ରାହ୍ମଣ ଜଣେ ଥିଲେ। ଆଚ୍ଛା ବ୍ରାହ୍ମଣ ମାନେ ଥିଲେ ଯତେ କହିଲ ବେଦ ଅଧ୍ୟୟନ କରିବା ଗୀତ ଭାଗବତ ଯଜ୍ଞ କରିବା ଚାଉଳ ନଡ଼ିଆ ଗୁଆ ପଇତା ଲୁଗାପଟା ବାନ୍ଧିକି ଘରକୁ ନେବା ଜୟମଙ୍ଗଳ ବ୍ରାହ୍ମଣ ପତ୍ନୀଙ୍କ ନାମ ହେଉଛି ସୁମତି। ଅନେକ ଦିନ ବିବାହ ପରେ ସାନନ୍ଦ ସତରଙ୍ଗ ସତସ୍ୟ ବୁଦ୍ଧୟ ଜୟମଙ୍ଗଳ ବ୍ରାହ୍ମଣ ପତ୍ନୀ ସୁମତି ଅନେକ ଦିନ ବିବାହ କଲା ପରେ ତାଙ୍କର କଣ ହେଇଛି ତାଙ୍କ କୋଳରେ ସନ୍ତାନ ସନ୍ତତି ଭୁଲ କଲେ ତାଙ୍କ କୋଳରେ ଯଦି ପିଲା କିଛି ନାହିଁ ତାହେଲେ ଯାଇଥାନ୍ତେ ଆମର ସାର ଜନ୍ମାଷ୍ଟମୀରେ ସେ କୌଣସି ଫେଲେ ଜିନ୍ ଶାସନ ଆସିଥାନ୍ତେ ଆମର ସୁରମା ନହେଲେ ବଳିବେ ରାଧନା ଆଶାରାମ ବାବୁ ଏମାନେ ସବୁ ପୁଅ ଦିଲ ଝିଅ ଦିଲ କଣ କହିଲ ସେମାନେ ସବୁ ଦିଲ ଇଏ ଭାରତ ବର୍ଷରେ 33 କୋଟି ଦେବାଦେବୀ ଅଭାବ ତମେ ବାବା ଯାକ ପାଖକୁ ଯାଉଛ ସେ ବାବା ଯାକ ହେଉଛନ୍ତି ଖଣ୍ଡ ଆପଣମାନଙ୍କର ବିରାମ ଲେଖିଲେ ଏ ଭାରତ ଦେଶେ କେତେ ଦେବ ନଦୀ ବନ୍ଧି ମୁଣ୍ଡ ସାଜି ଚୈତନ ସାଜି ମୁଣ୍ଡ ସାଜି ଭାରତ ବର୍ଷେ କେତେ ଦେବ ନଦୀ ବନ୍ଧି ମୁଣ୍ଡ ବିରୁପାତ୍ର ବାବୁ ଜୟମଙ୍ଗଳ ବ୍ରାହ୍ମଣ ପତ୍ନୀ ସୁମତିଙ୍କର ପୁଅ ଝିଅ ନାହିଁ ସ୍ୱାମୀ ସ୍ତ୍ରୀଙ୍କ ଜୀବନ ଭାରି ଦୁଃଖ କୋଳରେ ଗୋଟିଏ ସନ୍ତାନ ନାହିଁ ପିଲାମାନେ ପୁଅ ପିଲା କିଛି ନାହିଁ କାହିଁକି ହେଲା ଗୋଟେ ଜନ୍ମ ହବ ସେଇଟା ହେଲା ବାପ ଘର ଗୋଟେ ଘରକୁ ପିଛିଲେ ଯିବ ସେଇଟା ହେଲା ଶାଶୁ ଘର କ୍ରିୟା ଏଇଟା ହେଲା ଯୌତୁକ କ୍ରିୟା ତାଙ୍କର ପିଛିଆ ବହୁତ ଜ୍ଞାନ ବାପା ତୁମେ କାମ ସୁମତି ସୁମତି ଗୋଟେ କାମ କରିବା ରାଧା ଗୋବିନ୍ଦଙ୍କ ପାଖକୁ ଯିବା ପ୍ରଭୁ ରାଧା ଗୋବିନ୍ଦଙ୍କ ଆଶୀର୍ବାଦରେ ଆମର ଗୋଟିଏ ସନ୍ତାନ କି ସନ୍ତତି ହବ ଜୟମଙ୍ଗଳ ବ୍ରାହ୍ମଣ ପତ୍ନୀ ସୁମତି ରାଧା ଗୋବିନ୍ଦଙ୍କ ପାଖରେ ପ୍ରାର୍ଥନା କରି ଗୋଟିଏ ପୁଅଟିଏ ପ୍ରାପ୍ତ
ତୋର